ଭବିଷ୍ୟତ ଗଠନ। ହେ ବାଳକ ବାଳିକା ବୃନ୍ଦ, ତୁମେମାନେ ହିଁ ଦେଶର ଏକମାତ୍ର ଆଶା ଭରସାର ସ୍ଥଳ। ତୁମେମାନେ ଏହି ଅଜ୍ଞାନକୃତ ଦୋଷ ଦୂର କରିବାକୁ ଚେଷ୍ଟା କର। ଛାତ୍ର ଜୀବନରେ ସଂଯମ ଓ ତପସ୍ୟା ଦ୍ୱାରା ବୀର୍ଯ୍ୟ ଲାଭ କର। ଶକ୍ତିମାନ ହୁଅ, ତୁମେମାନେ ହିଁ ଦେଶକୁ ପରିଚାଳନା କରିବ। ତୁମମାନଙ୍କ ଉପରେ ଦେଶର ଆଶା ଭରସା ନିର୍ଭର କରୁଛି। କ୍ଷଣିକ ଉତ୍ତେଜନା ବଶରେ ଅମୂଲ୍ୟ ଜୀବନ ବିସ୍ମୟ କରି ପକାଅ ନାହିଁ। ଦେଶର ଭାର ସ୍ୱରୂପ ନ ହୋଇ ଭାର ଲାଘବ କରିବା ପାଇଁ ଉପଯୁକ୍ତ ହୁଅ। ସମ୍ମୁଖରେ ପ୍ରଶସ୍ତ କର୍ମକ୍ଷେତ୍ର। ବାଳ ସୁଲଭ ଚପଳତା ଦୋଷରେ ତୁମର ଅମୂଲ୍ୟ ଭବିଷ୍ୟତ ନଷ୍ଟ କରିଦିଅ ନାହିଁ। ଯଦି ସମାଜ ତୁମମାନଙ୍କୁ ବର୍ତ୍ତମାନ ସାହାଯ୍ୟ ନ କରୁଛି, ତୁମେମାନେ ତୁମମାନଙ୍କର ନିଜ ଗୋଡ଼ରେ ଛିଡ଼ା ହେବାକୁ ଚେଷ୍ଟା କର। ସ୍ୱାବଲମ୍ବୀ ହୁଅ, ସଂଯତ ହୁଅ, ତପସ୍ୱୀ ହୁଅ, ବୀର୍ଯ୍ୟ ଲାଭ କର। ଦେଶ ପୁଣି ତୁମମାନଙ୍କୁ ପାଇ ଧନ୍ୟ ହେବ। ଏହି ଋଷି ଦେଶରେ ତୁମେମାନେ ପୁଣି ଋଷି ହେବ। ଗୁଣୀ ଜ୍ଞାନୀ ହୋଇ ଏହି ଭାରତର ମୁଖ ଉଜ୍ଜ୍ୱଳ କର। ପରକୁ ଅନୁକରଣ କରିବା ପାପ, ପରମୁଖାପେକ୍ଷୀ ହେବା ପଶୁବୃତ୍ତି। ଏହି ପତିତ ଦେଶରେ, ଏହି ପରପଦ ଦଳିତ ଦେଶରେ ବିଳାସ ବ୍ୟସନ, ବାହ୍ୟାଡ଼ମ୍ବର, ପ୍ରିୟତା ଶୋଭା ପାଉନାହିଁ। ଏହି ନିରନ୍ନ ଦେଶରେ କେତେ ଲୋକ ଅନାହାରରେ ପ୍ରାଣତ୍ୟାଗ କରୁଛନ୍ତି। ବସ୍ତ୍ରାଭାବରେ ଉଲଗ୍ନ ବା ଅର୍ଦ୍ଧଲଗ୍ନ ହୋଇ କେତେ ଲୋକ ରହିଛନ୍ତି। ଚିକିତ୍ସା ଅଭାବରୁ କେତେ ଲୋକ ଅକାଳରେ କାଳ କବଳରେ ପତିତ ହେଉଛନ୍ତି। ଶିକ୍ଷା ଅଭାବରେ କେତେ ଲୋକ ମୂର୍ଖ ହୋଇ ରହିଛନ୍ତି। ଦେଶବାସୀ କୁଲି ମଜୁରିଆଙ୍କ ପରି ଅନ୍ୟ କର୍ତ୍ତୃକ ଲାଞ୍ଛିତ ଓ ଅପମାନିତ ହୋଇ ଜୀବନଯାପନ କରୁଛନ୍ତି। ଏତିକି ବେଳେ ତୁମମାନଙ୍କର କ'ଣ କରିବା ଉଚିତ ଜାଣ କି? ଏତେ ବିଳାସ ବ୍ୟସନ, ଏତେ ଆମୋଦ ପ୍ରମୋଦ, ହ୍ୟାଟ୍, କୋଟ୍, ଚଷମା, ଘଡ଼ି, ମଟର ଏହି ସବୁର ବ୍ୟବହାର କ'ଣ ପରାଧୀନ ନିରନ୍ନ ଦେଶରେ ଶୋଭା ପାଉଛି? ଏଥିରେ ନିଜର ଜାତି ଭାଇଙ୍କୁ ଉପେକ୍ଷା ଓ ଉପହାସ କରାଯାଉଛି ସିନା, ଏଥିରେ କିଛି ମାତ୍ର ବାହାଦୁରୀ ପ୍ରକାଶ ନ ପାଇ ନିଜର ହୀନତ୍ୱ ହିଁ ପ୍ରତିପନ୍ନ ହୋଇଯାଉଛି। ସୁତରାଂ ହେ ପ୍ରିୟ ଛାତ୍ରବୃନ୍ଦ, ତୁମେମାନେ ଜାତୀୟ ଜୀବନରୁ ଏହି କଳଙ୍କ ଅପନୋଦନ କରି ଆଦର୍ଶ ଚରିତ୍ରବାନ ହୋଇ ଦେଶର ଅଭାବ ଦୂର କର। ସତ୍ୟ ପିପାସୁ ହୁଅ। ସଂଯମ ତପସ୍ୟା ଉପରେ ତୁମମାନଙ୍କ ଚରିତ୍ର ଓ ଜୀବନ ଗଠିତ ହେବ। ତୁମମାନଙ୍କଠାରେ ତ୍ୟାଗ ବୈରାଗ୍ୟ ଫୁଟି ଉଠୁ। ଏହା ହିଁ ଜାତୀୟତା, ଏହା ହିଁ ଆମ ଦେଶର ପ୍ରକୃତ ଶିକ୍ଷା। ଯେଉଁ ଶିକ୍ଷା ନିମିତ୍ତ ଦିନେ ଭାରତବର୍ଷ ଜଗତବନ୍ଦ୍ୟ ହୋଇଥିଲା, ଏହି ଭାରତ ଚିରକାଳ ଜଗତକୁ ଜ୍ଞାନ ଓ ଐଶ୍ୱର୍ଯ୍ୟ ଦାନ କରିଅଛି। ଭାରତ କୌଣସି ଦିନ କାହାଠାରୁ ଭିଖାରୀ ଭାବରେ କିଛି ପ୍ରତ୍ୟାଶା କରିନାହିଁ। କିନ୍ତୁ ଆମେମାନେ ଯେଉଁ ଦିନଠାରୁ ଆମର ସେ ଗୌରବ ହରାଇ ବସିଛୁ, ସେହି ଦିନଠାରୁ ଆମେ ନିଜକୁ ମଧ୍ୟ ହରାଇ ବସିଛୁ ଓ ଆମମାନଙ୍କର ବୈଶିଷ୍ଟ୍ୟ ରକ୍ଷା କରିପାରୁନାହୁଁ। ହେ ଦେଶର ଏକମାତ୍ର ଆଶା ଭରସାର ସ୍ଥଳ, ପବିତ୍ର ହୃଦୟ ବାଳକ ବାଳିକା ବୃନ୍ଦ, ବ୍ରହ୍ମଚର୍ଯ୍ୟ ପାଳନ କରି ବଳ, ବୀର୍ଯ୍ୟ, ମେଧା, ଆୟୁ ଓ ସ୍ୱାସ୍ଥ୍ୟ ଲାଭ କରି ନିଜର ତଥା ସମାଜର ମହତ୍ ଉପକାର ସାଧନ କର। ବ୍ରହ୍ମଚାରୀ ହୁଅ, ଶାସ୍ତ୍ରର ଆଦେଶ ପାଳନ କରି ବ୍ରତ ରକ୍ଷା କର। ଦେଖିବ ପୁଣି ସେହି ଆୟୁ, ସେହି ବଳ, ସେହି ସ୍ୱାସ୍ଥ୍ୟ, ସେହି ଆନନ୍ଦ, ସେହି ଜୀବନ ଲାଭ କରିବ। ପୁଣି ଘରେ ବ୍ୟାସ, ବଶିଷ୍ଠ, ବାଲ୍ମୀକି, ଜେମିନି, ପାତଞ୍ଜଳି ଜନ୍ମଗ୍ରହଣ କରିବେ। ଆହୁରି ମଧ୍ୟ ସଚ୍ଚରିତ୍ରବାନ, ସଂଯମୀ ଓ ତ୍ୟାଗୀ ହେବା ଦରକାର। ସଂଯମୀ ନ ହେଲେ ସାଧନ ଭଜନ ସମସ୍ତ ବୃଥା ହୋଇଯିବ। ଇନ୍ଦ୍ରିୟ ପରାୟଣ, ସ୍ୱାର୍ଥପର, ହିଂସୁକ ଓ କପଟାଚାରୀଙ୍କର କେବେ ହେଲେ ମଙ୍ଗଳ ହୁଏ ନାହିଁ। ସତ୍ୟପଥରେ ଚଳିବାକୁ ହେଲେ ଦୟା, କ୍ଷମା, ସରଳତା ପ୍ରଭୃତି ସଦ୍ବୃତ୍ତିର ଅନୁଶୀଳନ ଏକାନ୍ତ ଆବଶ୍ୟକ। ଅନ୍ୟ ନିକଟରୁ ଯେଉଁ ବ୍ୟବହାର ପାଇଲେ ତୁମେ ଖୁସି ହୁଅ, ଲୋକମାନଙ୍କ ପ୍ରତି ସେହିଭଳି ବ୍ୟବହାର କରିବା ଦରକାର। ଏକମାତ୍ର ସତ୍ୟକୁ ଆଶ୍ରୟ କରି ଚଳିଲେ ସବୁ ସୁବିଧା ହୋଇଯିବ। ଗୋଟିଏ ମାନବ ଶିଶୁ ଭିତରେ ଯୁଗ ଯୁଗାନ୍ତରର ଅତିବୃଦ୍ଧ, ତାହାର ଜନ୍ମ ଜନ୍ମାନ୍ତରରେ ସମସ୍ତ ଭାବ ସାଇ ନଥାଏ। ଅଙ୍ଗର ଅପୂର୍ଣ୍ଣତା ହେତୁ, ଜିହ୍ବାର ଜଡ଼ତା ହେତୁ ସେ ତାହାର ମନୋଭାବ ପ୍ରକାଶ କରିପାରେ ନାହିଁ ସତ୍ୟ, ମାତ୍ର ତା ଭିତରେ ସମସ୍ତ ଭାବ ବିଦ୍ୟମାନ ଥାଏ। ହର୍ଷ, ବିଷାଦ, କ୍ରୋଧ ସମସ୍ତ ସେ ପ୍ରକାଶ କରେ, ମାତ୍ର ଭାଷାରେ ବ୍ୟକ୍ତ କରିପାରେ ନାହିଁ। ସେ ଇଚ୍ଛା କରେ ଯେ ଜଗତର ସମସ୍ତେ ତାକୁ ସୁଖ ପାଆନ୍ତୁ, ସ୍ନେହ କରନ୍ତୁ। ସୁଖ ପାଇବା ଏପରି ବସ୍ତୁ ଯେ ଇତର ଜୀବ ପର୍ଯ୍ୟନ୍ତ ଏହି ସୁଖ ପାଇବା ନିମିତ୍ତ ଲାଳାୟିତ। ମାନବ ଶିଶୁ ଭିତରେ ଜନ୍ମଗ୍ରହଣର 5 ବର୍ଷ ପର୍ଯ୍ୟନ୍ତ ଦେବତ୍ୱ ବିଦ୍ୟମାନ ଥାଏ। ଘୁମନ୍ତ ଅବସ୍ଥାରେ ସେମାନେ ଯାହା ଦର୍ଶନ କରନ୍ତି, ତାହା ଏକାବେଳକେ ସତ୍ୟ ଦର୍ଶନ, ସମାଧି ପରି ଅବସ୍ଥା। ଯେଉଁ ସବୁ ଜାତି ଧ୍ୱଂସ ପଥରେ ଅତି ଦ୍ରୁତ ଅଗ୍ରସର ହେଉଅଛି, ସେମାନଙ୍କ ମଧ୍ୟରେ ଜନ୍ମ ନିରୋଧ କରିବାର ପ୍ରବୃତ୍ତି ଜାତ ହେଉଛି ଏବଂ
ସେମାନେ ଜାତିର ଅସ୍ତିତ୍ୱ ଲୋପ କରିବା ନିମିତ୍ତ ଯତ୍ନ କରି କୃତ୍ରିମ ଜନ୍ମ ନିରୋଧର ଆଶ୍ରୟ ଗ୍ରହଣ କରୁଛନ୍ତି। ଏମାନେ କର୍ମଦେବତାଙ୍କ ଯନ୍ତ୍ର ଭଳି କାର୍ଯ୍ୟ କରୁଛନ୍ତି। ଜୟ ଗୁରୁ। ନିଗମ ଉପଦେଶ। ଜୟ ଗୁରୁ।